ধর্মতত্ত্ব আত্মাতত্ত্ব ইଥିর বিষয়ে আজির আলোচনাটি আপনমানকে শুনাবাকে যাଉଛେ ରାମାନନ୍ଦ ଆଜ୍ଞା ଉପେଶ ଆଜ୍ଞାର ଶ୍ରୀମୁଖୁ ଆପଣମାନେ ଶୁଣବେ। ଅଲେଖ ଆଜ୍ଞା ଅରେ ଧର୍ମର ତତ୍ତ୍ୱ ଆଜ୍ଞା ଅଲପ ଭାବରେ ବିସ୍ତାର ମତେ ବୁଝେଇଦେବ। ତ ଆଜ୍ଞା ଅଲେଖ ଆଜ୍ଞା ଯେନ୍ଟା କହିଲ ଶୁଣ ତେବେ ଆଜ୍ଞା। ଧର୍ମ ମାତା ଧର୍ମ ପିତା ଧର୍ମ ଗୁରୁ ଧର୍ମ ବନ୍ଧୁ ଶାଖା ପ୍ରଭୃତି ଧର୍ମଗ୍ରନ୍ଥ ଭିନ୍ନ ହୋଇପାରେ ଲକ୍ଷ୍ୟ ଏକେ ଚନ୍ଦ୍ର ରାତି ଦୀପ ସୂର୍ଯ୍ୟ ଦିବସ ଦୀପ ଧର୍ମ ଅଶେଷ ଭୁବନ ଦୀପ ଧର୍ମ ମୂଳ ଆତ୍ମା ଜ୍ଞାନ ଧର୍ମ ସଙ୍ଗ ସର୍ବଶ୍ରେଷ୍ଠ ଧର୍ମହୀନ ପ୍ରାଣୀ ଭିକାରୀ ବା ପଶୁ ସଙ୍ଗେ ଗଣ୍ୟ। ଆଜ୍ଞା ଯେନ୍ଟା କହିଲ ରାଜ କହିଲ ବୁଝିକରି ଭଲ ଲାଗଲା। ସଂସାରେ ବୁଝବେ ଯିଏ ଦେଖବେ ବୁଝବେ। ହଁ ଯେ ବର୍ଷେ ଦେଖବା ଶୁଣବା ତ ସେ ବୁଝିପାରବା ଏତେ ଆପଣ ବୁଝିପାରଲ ହଏ ଆଜ୍ଞା ତ ଆପଣ କାନେ ସୁବିଧା ହେଇଛି ଆରୁ ଏତିଆ ଗୋଟେ ଅଛି ଆର ଗୋଟେ ଅଛି ହଇ ପଦରାବାଟା ହଇ ଆତ୍ମାର ତତ୍ତ୍ୱ କି ପ୍ରକାର ଜଣାଯିବା ଲାଗେ ଆତ୍ମାର ତତ୍ତ୍ୱ ମନ ଆତ୍ମା ଦେହ ଆତ୍ମା ପ୍ରାଣ ଆତ୍ମା ଶୂନ୍ୟ ଆତ୍ମା ଏହି ମାନେ ଆତ୍ମା ନୁହନ୍ତି। ଆତ୍ମା ଭିତରେ ଦେହ ଅଛି ଦେହ ଯଦି ଅଛି ଆତ୍ମା ଅଛି। ସତ୍ୟ ସଚିତାନନ୍ଦ ବସ୍ତୁ ଆତ୍ମା ଅଟେ। ସର୍ବଭୂତେ ଆତ୍ମା ଥିଲେ ମଧ୍ୟ ପ୍ରକାଶିତ ହୁଅନ୍ତି ନାହିଁ। କେବଳ ବିଶୁଦ୍ଧ ବୁଦ୍ଧି ଜ୍ଞାନ ଦ୍ୱାରା ଆତ୍ମା ସୁମରଣ ଭଜନ ଚିନ୍ତା କରିଲେ ତାଙ୍କ ନିକଟରେ ସ୍ୱୟଂ ଆତ୍ମା ରୂପେ ପ୍ରକାଶିତ ଥାନ୍ତି। ଅନ୍ୟ ସାଧନ ଦ୍ୱାରା ଆତ୍ମା ଲାଭ କରି ହୁଏ ନାହିଁ। ବେଦ ଶାସ୍ତ୍ର ଯୁକ୍ତି ଦ୍ୱାରା ହଇରାଣ ହୋଇ ଆତ୍ମାକୁ ଚିହ୍ନି ପାରେ ନାହିଁ। ଆତ୍ମା ଆମ ଶରୀର ଧର୍ମ ଆତ୍ମା ଥିଲେ ଦେହରେ ଚେତା ଥାଏ। ଆତ୍ମା ନଥିଲେ ଶରୀର ଅଚେତା ହୋଇଯାଏ। ଅର୍ଥାତ୍ ଆତ୍ମା ଦର୍ଶନ ଅମୃତ ତାହାକେ ଆତ୍ମା ଶ୍ରଦ୍ଧା କୁହାଯାଏ। ଦର୍ଶନ ଅର୍ଥ ସୂକ୍ଷ୍ମ ଏବଂ ତତ୍ତ୍ୱ ବିବେକ ଯାହାର ହୃଦୟରେ ନାହିଁ ଆତ୍ମାର ଅନୁସନ୍ଧାନ କରିପାରେ ନାହିଁ। ଜ୍ଞାନ ଆପନର ଆତ୍ମାନୁ ଉଦୟ ହୋଇଯାଏ। କୌଣସି ପୁସ୍ତକରେ ମିଳିପାରେ ନାହିଁ। ଜ୍ଞାନ କେହିନି ପୁସ୍ତକ ନେଇ ମିଳେ ଆଜ୍ଞା। ଆତ୍ମା ଯୁଗ ନ ସାଧି ପରୀକ୍ଷା ନ କରି ନିନ୍ଦା କରିବାର ମୂର୍ଖ ବିଚାର ଅଟଇ। ଅନ୍ଧବିଶ୍ୱାସୀ ପାଏ ସର୍ବ ସାଧନା ବୃଥା ବୋଲି ଜାଣିବ। ମନକୁ ଆତ୍ମାରେ ଯୁଗ କରିବ। ତତ୍ତ୍ୱକୁ ମନ ଯୁଗ କୁହାଯାଏ। ଆତ୍ମାର ସ୍ୱରୂପ ପ୍ରାଣର ସ୍ୱରୂପ ମନର ସ୍ୱରୂପ ପ୍ରକୃତି ପ୍ରକୃତି ସ୍ୱରୂପ ଦେହ ଅଟଇ। ପରେପ୍ର ଶବ୍ଦରେ ଅର୍ଥାତ୍ ସତ୍ୟ ସ୍ୱର୍ଗ। କରେ କ୍ରି ଶବ୍ଦ ହେଲା ରଜ। ତି ଶବ୍ଦର ଅର୍ଥ ତପ ପାତାଳ। ପ୍ରକୃତି ସତ୍ୟ ରଜତମ ତ୍ରିଗୁଣମୟ ବ୍ରହ୍ମାଣ୍ଡର ଭୂଜୀବ।